ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ଯୋଡି ପୋଲ ନିକଟରେ ଦୁଇ ବାଇକ୍ ଆରୋହୀଙ୍କୁ ଭୁଜାଳିରେ ହାଣି ଗାଡି ସହ 30,000 ଟଙ୍କା ଲୁଟ୍ କଲେ ଦୁର୍ବୃତ୍ତ। ସେମାନେ ବାଲେଶ୍ୱରରୁ ନିଜ ଗାଁ ଖାରସାହାପୁର ବାଇକ୍ ଯୋଗେ ଯାଉଥିବା ବେଳେ 3 ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ସେମାନଙ୍କୁ ଅତର୍କିତ ଆକ୍ରମଣ କରି ସେମାନଙ୍କ ବାଇକ୍ ଏବଂ ଟଙ୍କା ଛଡାଇ ନେଇ ଚମ୍ପଟ ମାରିଥିଲେ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଟିଗରିଆ ଗାଁରେ ବୃଦ୍ଧାଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ। ରାତି ଅଧରେ ଘରୁ ଲୁଟ୍ କରୁଥିଲେ ଦୁର୍ବୃତ୍ତ। ଏହି ସମୟରେ ଘରେ ଶୋଇଥିବା ବୃଦ୍ଧା ଜଣକ ଉଠିଯିବାରୁ ଦୁର୍ବୃତ୍ତମାନେ ତାଙ୍କୁ ନିସ୍ତୁକ ମାଡ ମାରି ଫେରାର ହୋଇଯାଇଥିଲେ। केन्दुझर मेडिकल कॉलेज रे चाकरी कराइदेवा नारे लक्ष लक्ष टंका ठकई अभियोग रे मुख्य अभियुक्त प्रमिला परिड़ा गिरफ हेबा परे टाउन पुलिस तांकु 2 दिनिया रिमांड रे आनी अधिक तदंत आरंभ करिछि एवं तांको घरे चढ़ऊ करी अनेक गुरुत्वपूर्ण कागज पत्र सह अनेक दामी आसबाब पत्र अलंकार जब्त करिछि। विजिलेंस जाल भुवनेश्वर बालियंता ब्लॉक रो सहकारी जंत्री संघमित्र पटनायक और सहयोगी वेणुधर परिड़ा से बिल पास पाई जन ठिकादार 10,000 टंका लांच ना बेले विजिलेंस दल उभय को काबू करने सह लांच टंका जबत करिछि एवं आय बहिर्भूत संपत्ति ठाब लगी विजिलेंस पक्षर तदंत जारी रही। Preview. Audio Jungle. Audio Jungle. Preview. 3 दिनिया श्रीलंका गस्तरे प्रधानमंत्री नरेंद्र मोदी ଏହି ଗସ୍ତ ସମୟରେ ଉଭୟ ଦେଶ ପ୍ରତିରକ୍ଷା ଶକ୍ତି ଡିଜିଟାଲ ଭିତ୍ତିଭୂମି ସ୍ୱାସ୍ଥ୍ୟ ଏବଂ ବାଣିଜ୍ୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିବାର ସମ୍ଭାବନା ରହିଛି। ଢେଙ୍କାନାଳ ଜିଲ୍ଲାର ଆଶୋଳ ଥାନା ଅନ୍ତର୍ଗତ କଦଳୀପାଳଠାରେ ଶିକାରୀ ଗୁଳିରେ ଅନ୍ୟ ଜଣେ ଶିକାରୀଙ୍କ ମୃତ୍ୟୁ। ଗ୍ରାମର ପ୍ରଶାନ୍ତ ନାୟକ ବାବୁଲା ନାୟକ ସନ୍ତୋଷ ନାୟକ ନରେଶ ସ୍ୱାଇଁ ଦଣ୍ଡୁଆ ଦେହୁରୀ ଏକାଠି ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ। ଜନ୍ତୁ ଭାବି ପ୍ରଶାନ୍ତ ନାୟକ ଗୁଳି ଚଳାଇବାରୁ ବାବୁଲା ନାୟକଙ୍କ ଦେହରେ ବାଜିଥିଲା ଏବଂ ଘଟଣାସ୍ଥଳରେ ତାଙ୍କରି ମୃତ୍ୟୁ ଘଟିଥିଲା। ବାସୁଦେବପୁର ଥାନା ଅଞ୍ଚଳରେ ରାସ୍ତା କଡ଼ରେ ଛିଡା ହୋଇଥିବା ଟ୍ରକର ପଛପଟୁ ପିଟିଲା ବାଇକ୍। ଏଥିରେ ବାଇକ୍ରେ ଥିବା 2 ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି ଏବଂ ମୃତ ଯୁବକ ଜଣକ ହେଲେ ବଣ୍ଡୁଆ ନାରାୟଣପୁର ଗାଁର ପଦ୍ମଲୋଚନ ଦଳେଇ। Preview. Preview. Audio Jungle. Audio Jungle. Preview. राज्य आसंता 10 तारिख जाए हल्का वर्षार संभावना रही। आज उपकूल दक्षिण ओडिशार पुरी खोर्धा नयगढ़ गंजाम गजपति रायगड़ा कोरापुट और मालकानगिरी रे वर्षा और घड़घड़ी होबार आशंका थिया बेले 30 ରୁ 40 किलोमीटर बेगर पवन बहिबा नहीं पाणीपाग विभाग पक्षर पूर्वानुमान होईछि एवं एही सब जिला पई येलो वार्निंग जारी होईछि। आज पवित्र अशोकाष्टमी महाप्रभु श्रीलिंगराज रुकुणा रथयात्रा से चलचंचल हो पड़ी एक्राम क्षेत्र। महाप्रभु नीति निर्घंट अनुसार अपराह 3:30 रथ टଣା आरंभ हो माउसीमा घर को जी श्रीलिंगराज सेठारे 4 दिन रहिबा परे स्वयं मंदिर को प्रत्यावर्तन करेंगे।
ଏବଂ ରାଜ୍ୟସଭାରେ ୱାକ୍ଫ ସଂଶୋଧନ ବିଲ୍ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଏହି ବିଲ୍କୁ ବିରୋଧ କରାଯିବ ବୋଲି ବିଜେଡି ପୂର୍ବରୁ ନିଷ୍ପତ୍ତି ନେଇଥିବା ବେଳେ ହଠାତ୍ କାହିଁକି ଆଭିମୁଖ୍ୟରେ ପରିବର୍ତ୍ତନ ହେଲା ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ୱାକ୍ଫ ସଂଶୋଧନ ବିଲ୍ ସପକ୍ଷରେ ବିଜେଡିର ରାଜ୍ୟସଭା ସଦସ୍ୟ ଭୋଟ ଦେବା ପରେ ଦଳ ଭିତରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଖୋଲାଖୋଲି ଭାବେ ବରିଷ୍ଠ ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି। Preview.